ଆପଣଙ୍କର ଯଦି କର୍କଟ ରାଶି ହୋଇଥାଏ, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। କାରଣ କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ଏହି ନଭେମ୍ବର ମାସର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ବହୁତ ବଡ଼ ଚଳନ ହେବାକୁ ଯାଉଅଛି ଏବଂ ଆପଣଙ୍କର ଭାଗ୍ୟ ଏବଂ ଭବିଷ୍ୟରେ କ'ଣ ସବୁ ଘଟିବାକୁ ଯାଉଅଛି, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। କର୍କଟ ରାଶିର ବ୍ୟକ୍ତିବିଶେଷମାନେ ବହୁତ ପରିଶ୍ରମୀ ଏବଂ ସାହସୀ ମଧ୍ୟ ହୋଇଥାନ୍ତି। ତେଣୁ ଆପଣଙ୍କର ଏହି ନଭେମ୍ବର ମାସରେ ଆପଣଙ୍କର ଗୁରୁ ସ୍ଥାନରେ ରହିବେ ଦେବଗୁରୁ ବୃହସ୍ପତି, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର ଅଟେ। କାରଣ ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନ, ଜ୍ଞାନ, ବୁଦ୍ଧି, ବିବେକ ଏହି ଚାରୋଟିର ପ୍ରତୀକ ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ଗୁରୁ ସ୍ଥାନରେ ରହି ଉଚ୍ଚକୁ ମଧ୍ୟ ବିରାଜମାନ କରୁଛନ୍ତି। ଫଳରେ ଆପଣଙ୍କ ପାଇଁ ବହୁତ ମାତ୍ରାରେ ସୁବର୍ଣ୍ଣ ସୁଯୋଗ ହେବ। ଯେମିତିକି ଆପଣ କୌଣସି ଜମି କ୍ରୟ କରିପାରନ୍ତି। ଯଦି ଆପଣଙ୍କର ଜମିବାଡ଼ିରେ କ୍ଷେତ୍ରରେ କୌଣସି ବାଦ ବିବାଦ ହୋଇଥାଏ କୌଣସି ବ୍ୟକ୍ତିଙ୍କ ସହ, ତେବେ ଆପଣ ସେଥିରେ ମଧ୍ୟ ଜିତିପାରନ୍ତି। କେସ୍ କଚେରୀ ମାମଲାରେ ଆପଣଙ୍କର ଜୟ ହେବ ଏବଂ ଯଦି ଶତ୍ରୁ ଆପଣଙ୍କର ଆଖପାଖରେ ରହୁଥାନ୍ତି, ତେବେ ଶତ୍ରୁ ମଧ୍ୟ ନାଶ ଘଟିବ। ଆପଣ ଏହି ନଭେମ୍ବର ମାସରେ କର୍କଟ ରାଶିର ବ୍ୟକ୍ତିବିଶେଷମାନେ ଏହି ନଭେମ୍ବର ମାସରେ ବହୁତ ମାତ୍ରାରେ ଉନ୍ନତି କରିବେ ଏବଂ ଆପଣ ଯଦି ଏକ ଛୋଟ ମୋଟ ଚାକିରି କରିଥାନ୍ତି, ତେବେ ଆପଣଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ ଏବଂ ଆପଣ ଯଦି ଏକ ବିଜନେସ୍ ମଧ୍ୟ କରିଥାନ୍ତି, ବିଜନେସ୍ କ୍ଷେତ୍ରରେ ମଧ୍ୟ ଆପଣଙ୍କର ଉନ୍ନତି ଘଟିବ। ପ୍ରାୟତଃ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କରେ ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଘଟିବ। ଶିକ୍ଷାର୍ଥୀମାନଙ୍କର ବହୁତ ମାତ୍ରାରେ ଜ୍ଞାନ ବଢ଼ିବ ଏବଂ ସ୍ମରଣ ଶକ୍ତି ମଧ୍ୟ ବଢ଼ିବ। ପାଠ ପଢ଼ିବାକୁ ମଧ୍ୟ ଆଗ୍ରହ ହେବେ। ତେଣୁ ଦେବଗୁରୁ ବୃହସ୍ପତିଙ୍କ ଚଳନ ଫଳରେ ଆପଣଙ୍କର ଆୟ ସ୍ଥିତି ଏହି ନଭେମ୍ବର ମାସରେ 18 ରହିବ ଏବଂ ବ୍ୟୟ ରହିବ 8 ଏବଂ ଆପଣଙ୍କର ସ୍ଥିତି ରହିବ 10। ତେଣୁ ଆପଣଙ୍କ ପାଇଁ ଏହି ନଭେମ୍ବର ମାସରେ ହାତୀ ସୁନା କଳସ ଢାଳିଲା ପରି ଆପଣଙ୍କୁ ମନେ ହେବ। ଏବେ ଦେଖନ୍ତୁ, ଶନି ଆପଣଙ୍କର କେଉଁ ଗ୍ରହରେ ଅଛନ୍ତି। ଶନି ଆପଣଙ୍କର ସପ୍ତମ ଘରେ ରହି ଆପଣଙ୍କୁ ବିରାଜମାନ କରିଛନ୍ତି ଏବଂ ଆପଣଙ୍କ ଉପରେ ମଧ୍ୟ ଦୃଷ୍ଟି ପକାଇଛନ୍ତି। ଫଳରେ ଶନି ଆପଣଙ୍କ ଉପରେ ଯେଉଁ ଦୃଷ୍ଟି ପକାଇଛନ୍ତି, ତାହା ଆପଣଙ୍କ ପାଇଁ ଏକ ସୁନାର ସ୍ୱରୂପ ହେବ। କାରଣ ଶନି ଆପଣଙ୍କର ସପ୍ତମ ଘରେ ରହିବା ଏକ ଶୁଭ ମନାଯାଇଥାଏ ଏବଂ ଶନି ଆପଣଙ୍କର ଉଚ୍ଚ ସ୍ଥାନରେ ମଧ୍ୟ ଅଛନ୍ତି। ତେଣୁ ଆପଣ ଆପଣଙ୍କର କର୍ମ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଯଦି ଭଲ କର୍ମ କରନ୍ତି, ଦେଖିବେ ଅଚାନକ ଆପଣଙ୍କର ସୁନାର ବର୍ଷା ହେବ। ଅଚାନକ ହଠାତ୍ ଆପଣଙ୍କୁ କେଉଁଠି ଧନର ଆପଣଙ୍କୁ ମିଳିବ। ଆପଣଙ୍କୁ କୌଣସି ହଠାତ୍ ଲୋନ୍ ମିଳିପାରେ କିମ୍ବା ହଠାତ୍ କୌଣସି ଆପଣଙ୍କୁ କିଏ ଟଙ୍କା ଦେଇପାରନ୍ତି। କିନ୍ତୁ ଆପଣଙ୍କୁ ବହୁତ ଶୀଘ୍ର ଜଲ୍ଦି ଆପଣଙ୍କୁ ଟଙ୍କା ମିଳିବ ଏବଂ ଆପଣଙ୍କ ଜୀବନରେ ଯେଉଁ ଋଣର ଭାର ରହୁଥିଲା, ଆପଣଙ୍କୁ ମାନ ସମ୍ମାନ ହାନି ଘଟୁଥିଲା ଏବଂ ବହୁତ ଲୋକଙ୍କ ଆଗରେ ଆପଣ ଯେଉଁ ନୀଚ ରହୁଥିଲେ, ସେଗୁଡ଼ିକ ସବୁ ଦୂରେଇ ହୋଇଯିବ ଏବଂ ଶତ୍ରୁଙ୍କର ନାଶ ଘଟିବ। ଏହି ନଭେମ୍ବର ମାସରେ ଶତ୍ରୁ ଆପଣଙ୍କର ଚତୁଃପାର୍ଶ୍ୱରେ ମଧ୍ୟ ରହିପାରିବେ ନାହିଁ। ଏହି ନଭେମ୍ବର ମାସରେ ଶତ୍ରୁ ଆପଣଙ୍କର ଚତୁଃପାର୍ଶ୍ୱରେ ମଧ୍ୟ ରହିପାରିବେ ନାହିଁ। ଏଇଟା ପୁରା ମନେ ରଖନ୍ତୁ ଏବଂ ଲେଖିକି ମଧ୍ୟ ରଖନ୍ତୁ। ତେଣୁ ଆପଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର କରିସାରିବା ପରେ ଓମ୍ ଶନିଶ୍ଚରାୟ ନମଃ, ଓମ୍ ଶନିଶ୍ଚରାୟ ନମଃ ମଧ୍ୟ ଜପ କରିବା ଦ୍ୱାରା ଶନି ଆହୁରି ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଆପଣ ଯେତେ ମାତ୍ରାରେ କରିପାରିବେ କୌଣସି କଳା ଭୃଷଭକୁ ଆପଣ ପୋଡ଼ା ରୁଟି ଖାଇବାକୁ ଦିଅନ୍ତୁ। ବାସି ରୁଟି ହେଉ, କିନ୍ତୁ ଟିକେ ପୋଡ଼ିଥିବ, ପୋଡ଼ା ରୁଟି ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ହେବ। ଯଦି ଆପଣ କୌଣସି କାକକୁ ଦେଖୁଛନ୍ତି, ତେବେ କାକକୁ ମଧ୍ୟ ରୁଟି ଦିଅନ୍ତୁ କିମ୍ବା କୌଣସି ବିସ୍କୁଟ ହେଇପାରୁ ଯେକୌଣସି ଭାବରେ ଖାଦ୍ୟ ପ୍ରଦାନ କରନ୍ତୁ। ଦେଖିବେ ଆପଣଙ୍କ ଉପରେ ଶନିଙ୍କର ବହୁତ ମାତ୍ରାରେ କୃପା ରହିବ
ଏବେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ କିଏ ଅଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ସୂର୍ଯ୍ୟ ଏବଂ ବୁଧ ଏକତ୍ରିତ ହୋଇ ରହିଛନ୍ତି, ଯାହା ଫଳରେ କି ଆପଣଙ୍କ ଜୀବନରେ ଯେଉଁ ବାଧାବିଘ୍ନ ସବୁ ଆସୁଥିଲା ସେଗୁଡ଼ିକ ସବୁ ଦୂର ହୋଇଯିବ। ଏବଂ ସୂର୍ଯ୍ୟ ହେଉଛନ୍ତି ରାଜନୀତିର ଦେବତା ଏବଂ ବୁଧ ହେଉଛନ୍ତି ସ୍ୱାସ୍ଥ୍ୟର ଦେବତା। ତେଣୁ ଆପଣଙ୍କ ଜୀବନରେ ଯେଉଁ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜୁଥିଲା, ଯେମିତିକି ଚର୍ମଜନିତ ଯାଦୁ କାଛୁ ହେଇଯାଉ କିମ୍ବା ଆପଣଙ୍କର ପ୍ରାୟତଃ ପେଟ ଜନିତ ସମସ୍ୟା ରହୁଥିଲା, ଗ୍ୟାଷ୍ଟ୍ରିକ୍ ରହୁଥିଲା, ଆଣ୍ଠୁଗଣ୍ଠି ବାତ ରହୁଥିଲା, ଅଣ୍ଟା ବିନ୍ଧା ହେଉଥିଲା, ଏଗୁଡ଼ିକ ସବୁ ଦୂର ହୋଇଯିବ। ନା କ'ଣ କରିବେ, ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ଆଣ୍ଠୁଗଣ୍ଠି ବାତ ମଧ୍ୟ ଦୂର ହୋଇଯିବ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କୁ ବହୁତ ମଧ୍ୟ ଜ୍ଞାନର ପ୍ରାପ୍ତି ହେବ ଏବଂ ବୁଧ ସୂର୍ଯ୍ୟ ଏକତ୍ରିତ ରହିଥିବାରୁ ଆପଣଙ୍କର କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ରହିବ ନାହିଁ। ଏଗୁଡ଼ିକ ଯେଉଁ ସ୍ୱାସ୍ଥ୍ୟ ଚର୍ମଜନିତ ହେଉ କିମ୍ବା ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥିଲା ସେଗୁଡ଼ିକ ସବୁ ଦୂର ହୋଇଯିବ। ଏବଂ ଆପଣଙ୍କ ପାଇଁ ଏହି ନଭେମ୍ବର ମାସରେ ବହୁତ ମାତ୍ରାରେ ଆପଣଙ୍କ ପାଇଁ ହେଉଛି ଖୁସିର ଖବର। କ'ଣ ନା ଆପଣ ପ୍ରତ୍ୟେକ ଦିନ କୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଯେକୌଣସି ମହାଦେବ ମନ୍ଦିରକୁ ହଉ, ସେଠି ଯାତ୍ରା କରି ଆପଣ ଜଳସାୟ ମଧ୍ୟ କରନ୍ତୁ। ଆପଣଙ୍କ ପାରିବାରିକ କ୍ଷେତ୍ର, ଆପଣଙ୍କର ପରିବାର ବର୍ଗଙ୍କ ନାଁରେ ହେଉ କିମ୍ବା ଯେକୌଣସିଙ୍କ ନାଁରେ ହଉ, ଆପଣଙ୍କ ନିଜ ନାଁରେ ମଧ୍ୟ ଜଳସାୟ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ। ଏବଂ ପ୍ରତ୍ୟେକ ଦିନ ହରିମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରିମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ ଏବଂ ଆପଣଙ୍କର ନବଗ୍ରହ ସ୍ଥିତି ମଧ୍ୟ ସ୍ଥିର ରହିବ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ହରିମହାମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ଉନ୍ନତି ଘଟିବ। ହରିମହାମନ୍ତ୍ର ଜପ କରିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିବ ଏବଂ ମନକୁ ମଧ୍ୟ ବହୁତ ପ୍ରାପ୍ତି ମିଳିବ। ଆପଣଙ୍କର ମନ ବହୁତ ଶାନ୍ତି ରହିବ, ଆତ୍ମାକୁ ପୁଣ୍ୟ ମିଳିବ, ଆପଣଙ୍କ ଶରୀର ଏକ ହେଲ୍ଥଫୁଲ୍ ହୋଇଯିବ ଏବଂ ଆପଣ ଯାହାକୁ ବି ଯେଉଁ ଦୃଷ୍ଟିରେ ଦେଖନ୍ତୁ ନା କାହିଁକି, ତାହା ଆପଣଙ୍କର ଦୃଷ୍ଟି ଏକ ଭଗବାନଙ୍କ ଦୃଷ୍ଟି ସହ ସମାନ ହୋଇଯିବ। ହରିମହାମନ୍ତ୍ର ଜପ କରିବା ଦ୍ୱାରା ଏବଂ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କ ଜୀବନରେ ଯେତେକ ଦୁଃଖ କଷ୍ଟ ସବୁ ଥିଲା ସେଗୁଡ଼ିକ ଦୂର ହୋଇଯିବ ଏବଂ ଆପଣଙ୍କର ଯେଉଁ ରାଶି, ଆପଣଙ୍କ ରାଶିରେ ବହୁତ ମାତ୍ରାରେ ଚଳନ ହେବ। କର୍କଟ ରାଶିର ବ୍ୟକ୍ତିବିଶେଷ କ୍ଷେତ୍ରରେ ନବଗ୍ରହର ସ୍ଥିତି ମଧ୍ୟ ସ୍ଥିର ରହିବ ଏବଂ ଦେବଗୁରୁ ବୃହସ୍ପତି ଶନି ମଧ୍ୟ ଆପଣଙ୍କର ଉଚ୍ଚ ସ୍ଥାନକୁ ଯିବେ ଏବଂ ଉଚ୍ଚ ସ୍ଥାନକୁ ମଧ୍ୟ ଯାଇ ଆପଣଙ୍କୁ ବହୁତ ମାତ୍ରାରେ ଆଶୀର୍ବାଦ କରିବେ। ତେଣୁ ଆପଣ ଯଦି କର୍କଟ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ ଏବଂ ଜୟ ମହାଦେବ, ଜୟ ହନୁମାନ ନିଶ୍ଚୟ ଲେଖିବେ। ଏବଂ ଭିଡ଼ିଓଟିକୁ କେମିତି ଲାଗିଲା ଏବଂ ଆପଣଙ୍କ ଜୀବନରେ କେଉଁ କେଉଁ ସମସ୍ୟା ଅଛି, ଯଦି ମୋ ସହିତ କଥା ହେବାକୁ ଚାହୁଁଛନ୍ତି, ତେବେ କମେଣ୍ଟରେ ଆପଣଙ୍କ ନମ୍ବର ଦେଇ ମୋତେ କମେଣ୍ଟ କରନ୍ତୁ। ମୁଁ ଆପଣଙ୍କୁ ନିଶ୍ଚୟ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବି। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।